আচ্ছা শুন নিপুণা মেলা বিষୟରେ ସରକାର ସରକାର କରିଛନ୍ତି ପିଲାମାନେ ଭଲ ଭାବରେ ସଂଖ୍ୟା ଗଣନା କରିପାରୁନାହାନ୍ତି ବହି ପଢ଼ି ପାରୁନାହାନ୍ତି ଅକ୍ଷର ଚିହ୍ନି ପାରୁନାହାନ୍ତି ସେଥିପାଇଁ 2021 ମସିହାରେ ଜୁଲାଇ ମାସରେ ନିପୁଣ ଓଡ଼ିଶା ଭାରତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। আচ্ছা মু এবে কହୁଛି 2024 মସିହା ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ କଲେ। ନିପୁଣ ଓଡ଼ିଶାର ମୁଖ୍ୟ ଲକ୍ଷ୍ୟ ହେଉଛି 2026-27 ସୁଦ୍ଧା ତୃତୀୟ ଶ୍ରେଣୀ ସମାପ୍ତ ବେଳକୁ ସମସ୍ତ ଛାତ୍ରଛାତ୍ରୀ ପଢ଼ିବେ ଲେଖିବେ ଏବଂ ସଂଖ୍ୟା ଗଣନାରେ ଦକ୍ଷତା ହାସଲ କରିସାରିଥିବେ। କଣ ବୁଝିଲ ଏବେ ଏହି ନିପୁଣ ଭାରତ ବିଷୟରେ? ହଁ ପୁରା ବୁଝିଗଲି। ହଉ ଆଉ ଆମ ଗପ ଏତିକି ଥାଉ ଆଜିର କାର୍ଯ୍ୟକ୍ରମକୁ ଆହୁରି ଆଗେଇ ନବା। ପରିବା ଚାଷୀକୁ ଆଣିଛି ଶସ୍ତା ସୁନ୍ଦର ତାଜା ତାଜା ଶସ୍ତା ପରିବା ଆସନ୍ତୁ ଭାଇ ଭଉଣୀ ମାନେ ମା ମାଉସୀ ମାନେ ଆସନ୍ତୁ ତାଜା ଶସ୍ତା ସୁନ୍ଦର ପରିବା ଚାଷୀକୁ ଆଣିଛି ଆସନ୍ତୁ ଚାଷୀକୁ ଆଣିଛି ଆସନ୍ତୁ। ଭାଇ ମାନେ ବ୍ୟସ୍ତ ହୁଅନି ସମସ୍ତଙ୍କ ପାଖକୁ ଯାଇ ମୁଁ ପରିବା ସବୁ ଦେବି। ନା ମୋର ଚାଷୀ ପୁଅଟି ସକାଳୁ ସଞ୍ଜ ବିଲରେ ଖଟେ ନା ମୋର ଚାଷୀ ପୁଅଟି ସକାଳୁ ପହରୁ ବୁଲେ ଗାଁ ଗଳି ନା ମୋର ଚାଷୀ ପୁଅଟି ପରିବା ଭାଇ ଭଉଣୀ ମାନେ ଆସନ୍ତୁ ଚାଷୀ ଶସ୍ତା ସୁନ୍ଦର ପରିବା ଆସନ୍ତୁ ଭାଇ ଭଉଣୀ ମାନେ ଆସନ୍ତୁ ଚାଷୀକୁ ଆଣିଛି ଆସନ୍ତୁ ଶସ୍ତା ସୁନ୍ଦର ତାଜା ଶସ୍ତା ପରିବା ଆସନ୍ତୁ ଭାଇ ମାନେ ଯିବି ସମସ୍ତଙ୍କ ପାଖକୁ ଯାଇ ପରିବା କାଟିବି। ରୁହନ୍ତୁ ଦେହରେ ମୋର ଲୁଙ୍ଗି ଗାମୁଛା କାନ୍ଧେ ବାଉଙ୍ଗି ହାତରେ ଚତା ନା ମୋର ଚାଷୀ ପୁଅଟି ପରିବା ଆସନ୍ତୁ ଚାଷୀକୁ ଆଣିଛି ଶସ୍ତା ତାଜା ଶସ୍ତା ପରିବା ଆସନ୍ତୁ ଭାଇ ଭଉଣୀ ମାନେ ଆସନ୍ତୁ। ଭାଇ ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣ ତମ ପାଖକୁ ଯାଇ ସବୁ ପରିବା ଦେବି। ରୁହନ୍ତୁ ପାଉଁଜିଟା ଓହ୍ଲେଇ ଦିଏ। ପରିବା ଭାଇ ଆଳୁ କିଲୋ କେତେ? ଆଳୁ କିଲୋ 15 ଟଙ୍କା। ମତେ ଆଳୁ କିଲୋ ଦେବେ। ଭାଇ ରୁହ ମୁଁ ତମକୁ ଆଳୁ କିଲୋ ଦେବି। ଭାଇ ତମେ କଣ ନବ? କଦଳୀ ଅଛି? ହଁ କଦଳୀ ଅଛି। ଦର୍ଜନ କେତେ? ଦର୍ଜନ ହେଲା 60 ଟଙ୍କା। ସେଇ ହାଟରେ ବିକ୍ରି ହଉଛି 40 ଟଙ୍କା ତମେ କହୁଛ 60। ମୁଁ ଭାଇ ମାନେ ଦେଖୁଛ ମୁଁ ତ ଗୋଟେ ଗରିବ ଲୋକ ତମେ ହାଟକୁ ଗଲେ ଚାଲି ଯାଉଛ ମୁଁ ତମ ପାଇଁ ଏଇ ବାହୁଙ୍ଗି ଓ ଶିରାରେ ନେଇକି ଆଉଛି ତମେ ଦେଖୁଛ ମୁଁ ଏଇ 60 ଟଙ୍କାରେ ବିକିଲେ ମୋ ପେଟ ବୁସିଯିବ। ମୁଁ ହେଉଛି ଚାଷୀ ପୁଅ। हो भाई दियो 60 टका रे आपको कहिए भेंडी किलो कते टका? भेंडी किलो 45 टका। बजारे बिक्री आउची 40 टका तमे को 5 टका बढ़ाई कि नउछ? हां भाई माने देखुछ तो तुमको मु कहूची
ମୁଁ ତମେ ହାଟକୁ ଗଲେ ଚାଲି ଚାଲି ଯାଉଛ, ମୁଁ ଚାଲି ଚାଲି ଆସି ତମକୁ ଏଇ ବାହୁଙ୍ଗି ଶିରାରେ ତମକୁ ବଳିବା ଦଉଛି। ତମେ ଦେଖୁଛ ଯେ ମୁଁ ଗରିବ ଲୋକଟେ, ମୁଁ 45 ଟଙ୍କାର ବିକିଲେ ମୋ ପେଟ ବୁଝିଯିବ। ତମେ ଯଦି ଏତେ ଅନୁରୋଧ କରୁଛ ମୁଁ ତମକୁ 45 ଟଙ୍କା ଦଉଛି। ଆଉ ଭାଇ ଟମାଟର କିଲୋ କେତେ? ଟମାଟର କିଲୋ 30 ଟଙ୍କା। ହାଟ ତ 20 ଟଙ୍କା ଲେଖା, ତମେ 30 ଟଙ୍କା ଲେଖା ଦଉଛ। ଭାଇ ଦେଖୁଛ ମୁଁ ସମସ୍ତଙ୍କୁ ସେଇଆ କଥା କହୁଛି, ତମେ ମତେ ଏଇ କଥାଟେ କହିଲେ ମୁଁ ଆଉ ତମକୁ କଣ କହିବି? ଜାଣୁଛ ତ ମୁଁ ହାଟକୁ ତମେ ଚାଲି ଚାଲି ଯାଉଛ, ମୁଁ ଏଇ ତ ଶିରାରେ ନେଇକି ଆଉଛି, ବାହୁଙ୍ଗି ବି କାନ୍ଥରେ ପକେଇ ପକେଇ ଆଉଛି, ଏତେ କଷ୍ଟରେ ନେଇକି ଆଉଛି ପରିବା, ସେଥିପାଇଁ ମୁଁ 30 ଟଙ୍କା ନେବି, 20 ଟଙ୍କାରେ ନେବି। ହଉ 30 ଟଙ୍କା ନବା ଆଉ ଅଧ କିଲୋ ଦବ। ଏଇ ବାଇଗଣ କିଲୋ କେତେ? ବାଇଗଣ କିଲୋ ହେଲା 60 ଟଙ୍କା। ଭାଇ ବଜାରରେ ତ ବିକ୍ରି ହଉଛି 50 ଟଙ୍କାରେ। ଭାଇ ଦେଖୁଛ ମୁଁ ସମସ୍ତଙ୍କୁ ସେଇ କଥା କହୁଛି, ତମେ ମତେ ଏଇ କଥାଟା ପଚାରୁଛ, ଜାଣୁଛ ତ? ଭାଇ ମୁଁ ଜାଣିନି, ମୁଁ 30 ଟଙ୍କାରେ ନେବି, ତମେ 60 ଟଙ୍କା ଦଉଛ। ହଉ ତମେ ଯଦି ଏତେ ଅନୁରୋଧ କର ମୁଁ ତୁମକୁ ଦେଇଦେବି। ମତେ ଆଳୁ କିଲୋ ଦେଲ। ହଉ ଭାଇ ରୁହ, ମୁଁ ମୋ ନିକିତିଟା ବାହାର କରି ଓଜନ କରି ସମସ୍ତଙ୍କୁ ପଇସା ଦେବି। এই যে কম করা